जय माँ दुर्गा। ଏହି ନବରାତ୍ରି ପର୍ବରେ 9 ଦିନ ମାଙ୍କର 9ଟି ରୂପ। ଚାଲନ୍ତୁ ଜାଣିବା ସେହି 9ଟି ରୂପ ମଧ୍ୟରୁ ପ୍ରଥମ ରୂପ, ଯାହାର ନାଁ ହେଉଛି ମା ଶୈଳପୁତ୍ରୀ। ତାଙ୍କର ବ୍ରତର କାହାଣୀ ଶୁଣିବା। ନବରାତ୍ରିର ପ୍ରଥମ ଦିନରେ ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଶୈଳର ଅର୍ଥ ପର୍ବତ ଏବଂ ପୁତ୍ରୀର ଅର୍ଥ ପର୍ବତର କନ୍ୟା, ତେଣୁ ତାଙ୍କର ନାମ ଶୈଳପୁତ୍ରୀ। ତାଙ୍କୁ ପର୍ବତ ରାଜା, ହିମାଳୟରେ କନ୍ୟା ଏବଂ ସତୀଙ୍କ ପରିବର୍ତ୍ତୀ ପୁନର୍ଜନ୍ମ ବୋଲି ବିବେଚନା କରାଯାଏ। କାହାଣୀ ଅନୁସାରେ ଯେତେବେଳେ ଭଗବାନ ବିଷ୍ଣୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀଙ୍କ ବିବାହ ଭଗବାନ ଶିବଙ୍କ ସହିତ ସ୍ଥିର କରିଥିଲେ, ଦକ୍ଷ ଏହି ବିବାହକୁ ପସନ୍ଦ କରିନଥିଲେ। ଥରେ ଦକ୍ଷ ଏକ ମହାଯଜ୍ଞର ଆୟୋଜନ କରିଥିଲେ ଏବଂ ସମସ୍ତ ଦେବତା ଏବଂ ଋଷିମାନଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଜାଣିଶୁଣି ତାଙ୍କ ଝିଅ ସତୀ ଏବଂ ତାଙ୍କ ସ୍ୱାମୀ ଭଗବାନ ଶିବଙ୍କୁ ବାଦ ଦେଇଥିଲେ। ତଥାପି ସତୀ ନିମନ୍ତ୍ରଣ ବିନା ଯଜ୍ଞରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେଠାରେ ପହଞ୍ଚିବା ପରେ ସେ ତାଙ୍କ ପିତା ଦକ୍ଷଙ୍କୁ ଭଗବାନ ଶିବଙ୍କୁ ଅପମାନ କରୁଥିବାର ଦେଖିଲେ। ଅପମାନ ସହ୍ୟ କରିନପାରି ସତୀ ଯଜ୍ଞ ଅଗ୍ନିରେ ନିଜ ଜୀବନ ବଳିଦାନ ଦେଇଥିଲେ। ଯେତେବେଳେ ଭଗବାନ ଶିବ ଏହି ଘଟଣା ବିଷୟରେ ଜାଣିଲେ, ସେ କ୍ରୋଧିତ ହୋଇ ସତୀଙ୍କ ଶରୀର ସହିତ ତାଣ୍ଡବ ପ୍ରଦର୍ଶନ କରିବାକୁ ଲାଗିଲେ। ବ୍ରହ୍ମାଣ୍ଡରେ ସନ୍ତୁଳନ ଫେରାଇ ଆଣିବା ପାଇଁ ଭଗବାନ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପୃଥିବୀରେ ପକାଇଲେ। ଏହି ଖଣ୍ଡଗୁଡ଼ିକ ଶକ୍ତିପୀଠ ଭାବରେ ପରିଚିତ ହେଲା। ତାଙ୍କ ପରବର୍ତ୍ତୀ ଜନ୍ମରେ ସତୀ ପର୍ବତ ରାଜା ହିମାଳୟଙ୍କ ଘରେ ପାର୍ବତୀ ଭାବରେ ଜନ୍ମଗ୍ରହଣ କରିଥିଲେ। ପାର୍ବତୀ କଠୋର ତପସ୍ୟା କରିଥିଲେ ଏବଂ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପୁନଃପ୍ରାପ୍ତ କରିଥିଲେ। ଏହି ରୂପକୁ ଶୈଳପୁତ୍ରୀ ଭାବରେ ଜଣାଶୁଣା। ଶୈଳପୁତ୍ରୀ ତାଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମଫୁଲ ଧାରଣ କରନ୍ତି ଏବଂ ବୃଷଭ ନନ୍ଦୀଙ୍କ ଉପରେ ବସିଥାନ୍ତି। ତାଙ୍କୁ ପ୍ରକୃତିର ପ୍ରକାଶ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ତାଙ୍କୁ ପୂଜା କରିବା ଦ୍ୱାରା ମାନବ ଜୀବନର ସମସ୍ତ ଦୋଷ, ପାପ ଏବଂ ବାଧା ଦୂର ହୋଇଥାଏ। ନବରାତ୍ରି ବ୍ରତର କାହାଣୀ ଅନୁସାରେ ଭକ୍ତମାନେ ପ୍ରଥମ ଦିନରେ ନବରାତ୍ରି ଉପବାସ ପାଳନ କରନ୍ତି। ସକାଳେ ସ୍ନାନ କରନ୍ତି, ପବିତ୍ର ହୃଦୟରେ ଘରେ ଘଟ ସ୍ଥାପନ କରନ୍ତି ଏବଂ ଦେବୀ ଶୈଳପୁତ୍ରୀଙ୍କୁ ଧ୍ୟାନ କରନ୍ତି। କାହାଣୀ ଶୁଣିବା ଦ୍ୱାରା ବିଶ୍ୱାସ କରାଯାଏ ଯେ ଦେବୀ ଶୈଳପୁତ୍ରୀ ସମସ୍ତ ଦିବ୍ୟ ଶକ୍ତିର ଉତ୍ପତ୍ତି। ଯେଉଁ ଭକ୍ତମାନେ ଉପବାସ ପାଳନ କରନ୍ତି ଏବଂ ପୂର୍ଣ୍ଣ ନିଷ୍ଠାର ସହିତ ଦେବୀ ମାତାଙ୍କ କାହାଣୀ ଶୁଣନ୍ତି, ସେମାନେ ଅଟଳ ଧୈର୍ଯ୍ୟ ଏବଂ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଆନ୍ତି। ଥରେ ଏକ ଗରିବ ବ୍ରାହ୍ମଣ ପରିବାର ଥିଲା। ସେମାନେ ପ୍ରତିବର୍ଷ ନବରାତ୍ରି ବ୍ରତ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରୁଥିଲେ। ଗୋଟିଏ ଦିନ ବ୍ରାହ୍ମଣଙ୍କ ସ୍ତ୍ରୀ ଅସୁସ୍ଥ ହୋଇପଡ଼ିଲେ ଏବଂ ପରିବାରରେ ଅବସ୍ଥା ଖରାପ ହୋଇଗଲା। ବ୍ରାହ୍ମଣ ଚିନ୍ତିତ ଥିଲେ ଯେ ସେ ଏହି ବର୍ଷ ନବରାତ୍ରି ବ୍ରତ ପାଳନ କରିପାରିବେ କି ନାହିଁ। ତାପରେ ତାଙ୍କ ସ୍ୱପ୍ନରେ ସେହି ଦେବୀ ଶୈଳପୁତ୍ରୀଙ୍କ ଦର୍ଶନ ଦେଖିଲେ, ଯିଏ କହିଲେ, ହେ ଭକ୍ତ, ଭକ୍ତି ସର୍ବୋତ୍ତମ ସାଧନ ନୁହେଁ। ଯଦି ତୁମେ ସଚ୍ଚା ହୃଦୟରେ ଉପବାସ ଏବଂ କାହାଣୀକୁ ପାଳନ କରିବ, ତେବେ ତୁମର ସମସ୍ତ ଦୁଃଖ ଦୂର ହୋଇଯିବ। ବ୍ରାହ୍ମଣ ପରଦିନ ସକାଳେ ଦେବୀ ମାତାଙ୍କ ପୂଜା କଲେ, କାହାଣୀ ଶୁଣିଲେ ଏବଂ 9 ଦିନର ଉପବାସକୁ ପାଳନ କଲେ। ଧୀରେ ଧୀରେ ତାଙ୍କ ସ୍ତ୍ରୀଙ୍କ ରୋଗ ଭଲ ହୋଇଗଲା। ଘରେ ଖାଦ୍ୟ ଏବଂ ଧନ ପ୍ରବାହିତ ହେବାକୁ ଲାଗିଲା ଏବଂ ସୁଖ ଏବଂ ସମୃଦ୍ଧି ବି ଫେରିଆସିଲା। ତେଣୁ ଦେବୀ ଶୈଳପୁତ୍ରୀଙ୍କ କାହାଣୀ ଏହା ଶିକ୍ଷା ଦିଏ ଯେ ପ୍ରକୃତ ଭକ୍ତି ସହିତ ମାତା ଦେବୀ ତାଙ୍କ ଭକ୍ତମାନଙ୍କର ସମସ୍ତ ଦୁଃଖ ଦୂର କରନ୍ତି। ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କ ଧ୍ୟାନ ଏବଂ ଉପବାସ ଜୀବନରେ ସ୍ଥିରତା, ଶାନ୍ତି
ଏବଂ ସମୃଦ୍ଧି ଆଣିଥାଏ। ତାଙ୍କର ପୂଜା କରିବା ଦ୍ୱାରା ମୂଳଧାର ଚକ୍ର ଜାଗ୍ରତ ହୁଏ, ଯାହା ଜଣେ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ସୃଷ୍ଟି କରେ। ତେଣୁ ପ୍ରତ୍ୟେକ ଭକ୍ତ ନବରାତ୍ରିର ଆରମ୍ଭରେ ମାତା ଶୈଳପୁତ୍ରୀଙ୍କ କାହାଣୀ ଶୁଣିବା ଉଚିତ ଏବଂ ତାଙ୍କ ପାଦରେ ପ୍ରାର୍ଥନା କରିବା ଉଚିତ ଯେ ସେ ଆମର ଜୀବନର ଦୁଃଖ ଏବଂ ଦରିଦ୍ର ଦୂର କରନ୍ତୁ ଏବଂ ଆମକୁ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷର ଚାରିଟି ମାନବ ଲକ୍ଷ୍ୟ ପ୍ରଦାନ କରନ୍ତୁ। ଜୟ ମା ଦୁର୍ଗା।